ଖ୍ରୀଷ୍ଟ ଲୋକମାନେ ହୋଲି ଖେଳି ପାରିବେ କି ବା ହୋଲି ପର୍ବ ପାଳନ କରିପାରିବେ କି? ଫଗୁ ଖେଳ, ଯାହାକି ଓଡ଼ିଆରେ କୁହାଯାଏ। ଆମେ ଜାଣୁ ଆସନ୍ତା ଦିନମାନଙ୍କରେ ଏହା ହେବା ପାଇଁ ଯାଉଛି। ତେଣୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ଲୋକ ପ୍ରଶ୍ନ କରନ୍ତି, ଆଉ ମୋର ମଣ୍ଡଳୀରେ ମଧ୍ୟ ପ୍ରଶ୍ନ କରନ୍ତି, ଆଜ୍ଞା ଆମେ ହୋଲି ପର୍ବ ପାଳନ କରିପାରିବୁ କି, ଖେଳି ପାରିପାରିବୁ କି? ଏ ପ୍ରକାର ଅନେକ ପ୍ରଶ୍ନ କରୁଛନ୍ତି। ତ ଆପଣମାନଙ୍କ ଜୀବନରେ ମଧ୍ୟ ଏ ପ୍ରକାର ପ୍ରଶ୍ନ ଥାଇପାରେ। ଆଉ ଅନେକ ଲୋକ ଏ ବିଷୟରେ କେତେଜଣ ଜାଣିଛନ୍ତି, ଆଉ କେତେଜଣ ଜାଣିପାରିନାହାନ୍ତି। ତେଣୁକରି ପ୍ରଭୁ ମୋ ଜୀବନରେ କାର୍ଯ୍ୟ କଲେ, ତେଣୁ ଆପଣମାନଙ୍କ ସମ୍ମୁଖରେ ଆସିଛି। ତ ଦର୍ଶକ ବନ୍ଧୁ, ଯାହା ବି ଆମେ କାର୍ଯ୍ୟ କରୁଛୁ ବା ପର୍ବ ପାଳନ କରୁଛୁ, ତାହା ଆମେ କେତେଜଣ ଜାଣିଛୁ, କେତେଜଣ ଜାଣିନାହୁଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଉ ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି ପୁନର୍ବାର ଆପଣମାନଙ୍କ ସମ୍ମୁଖରେ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆସିବା ନିମନ୍ତେ। ତେଣୁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ କରୁଛି ଏବଂ ଆପଣମାନଙ୍କୁ ମୁଁ ଧନ୍ୟବାଦ କରୁଛି। ଆପଣମାନେ ଆମମାନଙ୍କର ଅନେକ ଭିଡ଼ିଓ ଆମେ ଆଣୁ, ତାହା ସମସ୍ତ ଭିଡ଼ିଓ ଦେଖିକି ଲାଇକ୍ କରୁଛନ୍ତି, କମେଣ୍ଟ କରୁଛନ୍ତି। ତେଣୁ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଅନୁରୋଧ କରୁଛି ଦର୍ଶକ ବନ୍ଧୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଭିଡ଼ିଓ ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଆଉ କୌଣସି ସ୍କିପ୍ କରିବେ ନାହିଁ। ଆଉ ଏହି ଭିଡ଼ିଓ କୌଣସି ଧର୍ମକୁ ନିଚା କରିବା ବା ମଜା କରିବା ଏହି ଉଦ୍ଦେଶ୍ୟ ନୁହେଁ, ଯାହାକି ବାସ୍ତବ ଆପଣମାନଙ୍କ ପାଇଁ ମୋ ନିମନ୍ତେ ତାହା ସତ୍ୟତା ଆପଣମାନଙ୍କ ସମ୍ମୁଖରେ ରଖିବି। ତ ଦର୍ଶକ ବନ୍ଧୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭିଡ଼ିଓ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆମର ଏହି ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣମାନଙ୍କର ଭଲ ପାଇବା ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆମେ ଭିଡ଼ିଓକୁ ଷ୍ଟାର୍ଟ କରିବା। ଆଉ ଆଜିର ପ୍ରସଙ୍ଗର ଶୀର୍ଷକ ହେଉଛି ଖ୍ରୀଷ୍ଟ ଲୋକମାନେ ହୋଲି ଖେଳି ପାରିବେ କି ବା ହୋଲି ପର୍ବ ପାଳନ କରିପାରିବେ କି? ଫଗୁ ଖେଳ, ଯାହାକି ଓଡ଼ିଆରେ କୁହାଯାଏ। ଆମେ ଜାଣୁ ଆସନ୍ତା ଦିନମାନଙ୍କରେ ଏହା ହେବା ପାଇଁ ଯାଉଛି। ତେଣୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ଲୋକ ପ୍ରଶ୍ନ କରନ୍ତି, ଆଉ ମୋର ମଣ୍ଡଳୀରେ ମଧ୍ୟ ପ୍ରଶ୍ନ କରନ୍ତି, ଆଜ୍ଞା ଆମେ ହୋଲି ପର୍ବ ପାଳନ କରିପାରିବୁ କି, ଖେଳି ପାରିପାରିବୁ କି? ଏ ପ୍ରକାର ଅନେକ ପ୍ରଶ୍ନ କରୁଛନ୍ତି। ତ ଆପଣମାନଙ୍କ ଜୀବନରେ ମଧ୍ୟ ଏ ପ୍ରକାର ପ୍ରଶ୍ନ ଥାଇପାରେ। ଆଉ ଅନେକ ଲୋକ ଏ ବିଷୟରେ କେତେଜଣ ଜାଣିଛନ୍ତି, ଆଉ କେତେଜଣ ଜାଣିପାରିନାହାନ୍ତି। ତେଣୁକରି ପ୍ରଭୁ ମୋ ଜୀବନରେ କାର୍ଯ୍ୟ କଲେ, ତେଣୁ ଆପଣମାନଙ୍କ ସମ୍ମୁଖରେ ଆସିଛି। ତ ଦର୍ଶକ ବନ୍ଧୁ, ଯାହା ବି ଆମେ କାର୍ଯ୍ୟ କରୁଛୁ ବା ପର୍ବ ପାଳନ କରୁଛୁ, ତାହା ଆମେ କେତେଜଣ ଜାଣିଛୁ, କେତେଜଣ ଜାଣିନାହୁଁ। ଆଉ ମୋର ଟପିକ୍, ଆଜିର ବିଷୟ ହେଉଛି ଯେ ହୋଲି ଡେ ପାଳନ କରିପାରିବା କି? ଖ୍ରୀଷ୍ଟ ଲୋକମାନେ ଫଗୁ ଖେଳ ଖେଳି ପାରିବେ କି? ଆଉ ୟାର ଇତିହାସ କ'ଣ ମୁଁ ଜାଣିଛି, ଆପଣମାନେ ମଧ୍ୟ ଜାଣିଛନ୍ତି, ତାହା ମୁଁ କହିବି ନାହିଁ। କିନ୍ତୁ ଏ ଭିଡ଼ିଓ କେବଳ ଯିଏକି ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିଛନ୍ତି, ବିଶ୍ୱାସ କରିଛନ୍ତି, ସେମାନଙ୍କ ପାଇଁ କେବଳ ଏ ଭିଡ଼ିଓ। ଯିଏକି ନିଜକୁ ଖ୍ରୀଷ୍ଟିଆନ, ନିଜକୁ ଏକ ବିଶ୍ୱାସୀ, ନିଜକୁ ଏକ ପ୍ରଭୁଙ୍କଠାରେ ସମର୍ପଣ କରିଥିବା ସେପରି ଲୋକମାନଙ୍କ ନିମନ୍ତେ ଏ ଭିଡ଼ିଓ। ଆଉ ଅନେକ ଆପଣମାନଙ୍କର ପ୍ରଶ୍ନ ଅଛି, ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁକରି ଆପଣମାନଙ୍କୁ ଏହି ଭିଡ଼ିଓ କରିବାର କାରଣ, ଭିଡ଼ିଓ ଲମ୍ବା ହୋଇପାରେ, ଜରୁର ଆପଣମାନେ ସମୟ କାଢ଼ିକି ଦେଖିବେ। ତ ଚାଲନ୍ତୁ ଆମେ ଆରମ୍ଭ କରିବା। ଆଉ ଯଦି ଆପଣ ମୁଁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିଛୁ, ପରିତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଛେ, ତାଙ୍କର ବାଇବଲ ଫଲୋ କରୁଛେ, ତାଙ୍କର ଆଜ୍ଞା ପାଳନ କରୁଛେ, ତେବେ ଆପଣଙ୍କୁ ମୋତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ମାନବ ଜାତି ନିମନ୍ତେ ଯେଉଁ ଶାସ୍ତ୍ର ଦେଇଛନ୍ତି, ଯେଉଁ ଶବ୍ଦ ଦେଇଛନ୍ତି, ଯେଉଁ ବାକ୍ୟ ଦେଇଛନ୍ତି, ସେ ବାକ୍ୟ ଆମେ ମାନିବା ଏଣ୍ଡ ବାକ୍ୟ ଅନୁସାରେ ଆପଣଙ୍କୁ ମୋତେ ଚାଲିବାକୁ ଆବଶ୍ୟକ ଅଛି।
ସେହି ବାକ୍ୟର ନାମ, ସେହି ଶାସ୍ତ୍ରର ନାମ ହେଉଛି ପବିତ୍ର ବାଇବଲ, ଯାହାକି ଆପଣମାନେ ଦେଖିପାରୁଛନ୍ତି। ଯଦି ସେ ଅନୁସାରେ ଆମେ ଚାଲୁନୁ, ନାମଧାରୀ ହେଇଯିବା, ପ୍ରଭୁଙ୍କ ବିରୁଦ୍ଧରେ ଆମେ ଚାଲିବା, ଅପରାଧୀ ହେବା। ତେଣୁକରି ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ବୁଝିବା ପାଇଁ ଏକ ଶକ୍ତି ଦିଅନ୍ତୁ, ସାହାଯ୍ୟ କରନ୍ତୁ। ମୁଁ ପ୍ରଭୁଙ୍କର ପ୍ରିୟ ଦାସ ଭାବରେ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଚାହେଁ। ଯୀଶୁଙ୍କୁ ଯେତେବେଳେ ଆମେ ଗ୍ରହଣ କରିନଥିଲୁ, ସେ ସମୟରେ ଯାହା କରୁଥିଲୁ ତାହା ଏବେ ଆମେ କରିପାରିବା ନାହିଁ। ତେଣୁକରି ଯେତେବେଳେ ଆମେ ବାକ୍ୟ ଅଧ୍ୟୟନ କରୁଛୁ, 2 କରିନ୍ଥୀୟ 5 ପର୍ବର 17 ପଦ, ଆପଣମାନେ ବାଇବଲ ଅଧ୍ୟୟନ କରନ୍ତୁ। ଆଉ ଏଠି ମୁଁ ଆପଣମାନଙ୍କ ସମ୍ମୁଖରେ ସ୍କ୍ରିନରେ ମଧ୍ୟ ସେହି ପଦ ପର୍ବ ରଖିବି, ଆଉ ବାଇବଲ ଆମେ ଅଧ୍ୟୟନ କରିବା। ଏ ପ୍ରକାର ଲେଖା ହେଇଛି 2 କରିନ୍ଥୀୟ 5 ପର୍ବର 17 ପଦରେ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ରୋମିଓ ଯେତେବେଳେ 16 ପର୍ବ 7 ପଦ ଅଧ୍ୟୟନ କରିବେ, ଗାଲାତୀୟ 5 ପର୍ବର 6 ପଦ ଅଧ୍ୟୟନ କରିବେ, ଆଉ ଗାଲାତୀୟ ଆକା 6 ପର୍ବର 15 ପଦ ଏବଂ ପ୍ରକାଶିତ ବାକ୍ୟ 21 ପର୍ବର 4-5ରେ ମଧ୍ୟ ଆପଣ ଏ ବିଷୟକୁ ପାଇପାରିବେ। ତ ଦର୍ଶକ ବନ୍ଧୁ, ଏଠି ଆପଣ ଶୁଣୁଥିଲେ ଯେ ଯଦି ଆମେ ଯୀଶୁଙ୍କୁ ଗ୍ରହଣ କରିଛେ, ତାହାଙ୍କର ବିଶ୍ୱାସ ହୋଇଛୁ, ତେବେ ଆମେ ସବୁ ନୂତନ ହେଇଅଛୁ, ପୁରାତନ ସବୁ ଲୋପ ପାଇଅଛି। ମାନେ ପୂର୍ବତନ ପର୍ବ ପାଳନ ଅନେକ ଆମମାନଙ୍କର ଥିଲା, ତାହା ଆମେ ଛାଡ଼ିବା ଦରକାର। ଆଉ ଯାହା ପ୍ରଭୁ ଆମମାନଙ୍କୁ ଅନୁମତି ଦେଇଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହା ଆମେ କରିବା ଦରକାର। ଏ ପ୍ରକାର ଏହି ବାକ୍ୟ ଆମମାନଙ୍କୁ କହୁଅଛି। କାହିଁକି ନା ଜହନ ଲିଖିତ ସୁସମାଚାର ଯେତେବେଳେ ଆମେ ଅଧ୍ୟୟନ କରୁଛୁ 15 ପର୍ବର 16 ପଦରେ ଲେଖା ହେଇଛି ଯେ ତୁମ୍ଭେମାନେ ମୋତେ ମନୋନୀତ କରିନାହଁ, ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି। ତ ଦର୍ଶକ ବନ୍ଧୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ମୋତେ ଆହ୍ୱାନ କରି ମନୋନୀତ କରିଅଛନ୍ତି। ତେଣୁ ଆଉ ଗୋଟିଏ ଆମେ ଅଧ୍ୟୟନ କରିବା 1 କରିନ୍ଥୀୟ 6 ପର୍ବର 19-20। ଏଠାରେ ମଧ୍ୟ ଏ ପ୍ରକାର ଲେଖା ହେଇଛି, ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମ୍ଭମାନଙ୍କର ଅନ୍ତରବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଆଉ ତୁମ୍ଭେମାନେ ନିଜେ ନିଜର ନୁହଁ, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ। ଏଣୁ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କ ଗୌରବ ପ୍ରକାଶ କରୁ। ସୁନ୍ଦର କଥା, ସୁନ୍ଦର ବିଷୟ ଲେଖା ହେଇଛି ଏଠି। ଜହନ ଯାହାକି ଆମେ ଅଧ୍ୟୟନ କଲୁ 15-16 ପଦ, ତାର ସେ ଆମମାନଙ୍କୁ ମନୋନୀତ କରିଛନ୍ତି, ଆମେ ତାହାଙ୍କୁ କରିନାହୁଁ। ଆଉ ଏଠି ସେ ବିଶେଷ ମୂଲ୍ୟରେ ଆପଣଙ୍କୁ ମୋତେ କିଣିଛନ୍ତି। ତେଣୁ ଏବେ ଆମେ ନିଜର ନୁହଁ, ଆମେ ତାହାଙ୍କର ଅଟୁ। ପ୍ରଭୁଙ୍କ ମହାନ ନାମରେ ଧନ୍ୟବାଦ ହେଉ। ତ ବିଶେଷ ଅନେକ ଲୋକ ଆଜି ଯିଏକି ଏହି ସଂସାରରେ ମନୁଷ୍ୟମାନଙ୍କ ଦ୍ୱାରା ପର୍ବପର୍ବାଣି ଯେଉଁ ସ୍ଥାପନା କରାଯାଇଛି, ତାହା ପାଳିବାରେ ବ୍ୟସ୍ତତାରେ ଅଛନ୍ତି, ନିଜକୁ ସମର୍ପଣ କରିଦେଇଛନ୍ତି। କେଉଁ ଦାସର କଥା ଶୁଣୁନାହାନ୍ତି, ବାକ୍ୟର କଥା ଶୁଣୁନାହାନ୍ତି, ନିଜ ଇଚ୍ଛାରେ ଚାଲିବା ପାଇଁ ଚେଷ୍ଟା କରୁଛନ୍ତି। କ'ଣ ପ୍ରଭୁ ଏହା ଚାହାନ୍ତି? ଏଠି ଶେଷରେ ଲେଖାଗଲା, ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କରୁ। କ'ଣ ଆପଣ ଏହା କରିବା ଦ୍ୱାରା ଈଶ୍ୱର ଗୌରବ ପାଉଛନ୍ତି କି? ଈଶ୍ୱରଙ୍କର ଗୌରବ ଆପଣ ମୁଁ ପ୍ରକାଶ କରୁଅଛୁ କି? ଦର୍ଶକ ବନ୍ଧୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ବୁଝିବା ଆମକୁ ଆବଶ୍ୟକ। ମୁଁ ମୋ ନିଜ ଇଚ୍ଛାରେ କହୁନାହିଁ, ଯାହା ବାକ୍ୟରେ ଲେଖା ହେଇଛି ତାହା ଆପଣମାନଙ୍କ ସମ୍ମୁଖରେ ରଖୁଛି। ଆପଣ କିଏ ବି ହୁଅନ୍ତୁ ନା କାହିଁକି, ଗରିବ ହୁଅନ୍ତୁ, ଧନୀ ହୁଅନ୍ତୁ, ପଇସା ବାଲା ହୁଅନ୍ତୁ, ଧନ ବାଲା ହୁଅନ୍ତୁ, ମୂର୍ଖ ହୁଅନ୍ତୁ କି ଅବାଘା ହୁଅନ୍ତୁ, ନଙ୍ଗା ହୁଅନ୍ତୁ, କଙ୍ଗାଳ ହୁଅନ୍ତୁ,
ଆପଣ କିଏ ବି ହୁଅନ୍ତୁ, କେଉଁ ଜାତିର ହୁଅନ୍ତୁ, କେଉଁ ଭାଷା କହିବା ଲୋକ ହୁଅନ୍ତୁ, ଯଦି ଆପଣ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି, ଗ୍ରହଣ କରିଛନ୍ତି ଉଦ୍ଧାରକର୍ତ୍ତା ଭାବରେ, ତେବେ ଆପଣ ବାକ୍ୟ ଅନୁସାରେ ଜୀବନଯାପନ କରିବାକୁ ନିତାନ୍ତ ଆବଶ୍ୟକ। ଯେତେବେଳେ ଆମେ ଅଧ୍ୟୟନ କରୁଛୁ ଯେଶାୟା ପୁସ୍ତକ 43 ପର୍ବ ତାର 18-19 ପଦରେ, ଏଠି ମଧ୍ୟ ଉତ୍ତମ ବିଷୟ ଲେଖା ହେଇଛି, ଯାହାକି ପ୍ରଭୁ ଆପଣଙ୍କ ଏବଂ ମୋ ଦ୍ୱାରା ଚାହୁଁଛନ୍ତି। ଏହିପରି ଲେଖା ହେଇଛି, ତୁମ୍ଭେମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ, କିଏ ବା ପୁରାତନ ବିଷୟ ସବୁ ବିବେଚନା କର ନାହିଁ। ଜିରିମିୟ 16:14 ମଧ୍ୟ ଲେଖା ଅଛି, ଦେଖ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା, ଯାହା ଏବେ ଅଙ୍କୁରିତ ହେବ, ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମି ନଦ ନଦୀ କରିବା। ଦେଖନ୍ତୁ, ଏଇଠି କହୁଛନ୍ତି ତୁମ୍ଭେମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ। ଆଦ୍ୟ ମାନେ କ'ଣ? ଯାହାକି ଆମେ ଯୀଶୁଙ୍କୁ ଜାଣିନଥିଲୁ, ବିଶ୍ୱାସ କରିନଥିଲୁ, ଗ୍ରହଣ କରିନଥିଲୁ, ସେହି ସମୟରେ ଏହି ଜଗତର ସମସ୍ତ ପର୍ବପର୍ବାଣି ଆମେ ପାଳନ କରୁଥିଲୁ। ସେହି ବିଷୟକୁ ସ୍ମରଣ କର ନାହିଁ, ସେ ବିଷୟକୁ ଆଲୋଚନା କର ନାହିଁ, ସେ ବିଷୟକୁ ତୁମେ ପାଳନ କର ନାହିଁ। ପ୍ରଭୁଙ୍କର ବାକ୍ୟ କୁହେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୁବା ଯୁବତୀ ଆଜି ଫସିକି ଅଛନ୍ତି, ଭାଇ ଭଉଣୀମାନେ ଆଜି ଫସିକି ଅଛନ୍ତି ଏହି ଜଗତର ସେହି ପର୍ବପର୍ବାଣିରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ପ୍ରଭୁଙ୍କର ଦାସ ଭାବରେ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ପରାମର୍ଶ ଦେବା ପାଇଁ ଚାହେଁ। ଆପଣମାନେ ବୁଝନ୍ତୁ, ଆମେ କାହିଁକି ଅପରାଧୀ ହେବା? କାହିଁକି ପ୍ରଭୁଙ୍କ ବିରୁଦ୍ଧରେ ଯିବା? ଯଦି ଆମେ ପ୍ରଭୁଙ୍କର ବାକ୍ୟ ଶୁଣୁ ଶୁଣୁ ଯଦି ତାହା ପାଳନ କରୁନୁ, ଆମେ ଅପରାଧୀ। ଯଦି ଏହିଭଳିଆ ଅପରାଧ କରୁଛୁ, ଆମମାନଙ୍କର ଅନେକ କ୍ଷତି ହେଇଥାଏ, ଆମେ ଜାଣିପାରିନଥାଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ମୋତେ କ'ଣ କହୁଅଛି, ତାହା ଆମେ ଧ୍ୟାନ କରିବା ନିତାନ୍ତ ଆବଶ୍ୟକ ରହିଛି। ପ୍ରଥମ କରନ୍ତୀୟ ଯେତେବେଳେ ଆମେ ଅଧ୍ୟୟନ କରୁଛୁ 3 ପର୍ବର 23 ପଦ, ଏଠି ମଧ୍ୟ ଉତ୍ତମ ବିଷୟ ଲେଖା ହେଇଛି। ଆପଣ ପଢ଼ନ୍ତୁ 3 ପର୍ବର 23 ପଦ, 3 ପର୍ବର 16 ପଦ। ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କର ମନ୍ଦିର, ଆଉ ଈଶ୍ୱରଙ୍କର ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। 17 ପଦ, ଯଦି କୌଣସି ଲୋକ ଈଶ୍ୱରଙ୍କର ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କର ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ। ଆମେ ଈଶ୍ୱରଙ୍କର ମନ୍ଦିର, ପବିତ୍ର ଆତ୍ମା ଆମ୍ଭମାନଙ୍କ ଠାରେ ବାସ କରିବା ପାଇଁ ଚାହେଁ। ଈଶ୍ୱର ଆମମାନଙ୍କ ଜୀବନରେ ବାସ କରିବା ପାଇଁ ଚାହାନ୍ତି। ଯଦି ଆମେ ଅପରାଧ କରିବା, ଯଦି ଆମେ ତାଙ୍କର ଆଦେଶ ମାନିବା ନାହିଁ, କେମିତି ଭାବରେ ସେ ଆମମାନଙ୍କ ଜୀବନରେ ବାସ କରିବେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଆମ୍ଭର ନୁହଁ, ଆମ୍ଭେମାନେ ତାହାଙ୍କର। ସେ ବିଶେଷ ମୂଲ୍ୟରେ ଆମମାନଙ୍କୁ କିଣି ଅଛନ୍ତି। ଯଦି ଆପଣ କୌଣସି ବିଷୟବସ୍ତୁକୁ କିଣୁଛନ୍ତି, କେବଳ ଅଧିକାର ସେଠି ଆପଣଙ୍କର। କେଉଁ ବ୍ୟକ୍ତି ଆସିକି ତାହା ଅଧିକାର କରିପାରିବେ ନାହିଁ। ସେଇଭଳିଆ ଅଧିକାର ପରମେଶ୍ୱର ଆପଣମାନଙ୍କ ଜୀବନରେ, ମୋ ଜୀବନରେ କରନ୍ତୁ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ବିଷୟକୁ ଆମେ ବୁଝିବା ନିତାନ୍ତ ଆବଶ୍ୟକ। ଯେତେବେଳେ ଆମେ ଅଧ୍ୟୟନ କରୁଛୁ 2 କରନ୍ତୀୟ 6 ପର୍ବ ତାର 14 ପଦଠୁ ଆଗକୁ 18 ପଦ ପର୍ଯ୍ୟନ୍ତ, ଏଠି ମଧ୍ୟ ଲେଖା ହେଇଛି, ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଉ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା? ବିଲିଆର ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସର କି ଅଂଶ? ପ୍ରତିମା ସହିତ ଈଶ୍ୱରଙ୍କର ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କର ମନ୍ଦିର ଅଟୁ, ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରୁ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା। ଆମ୍ଭେ ସେମାନଙ୍କର ଈଶ୍ୱର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ। ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ। ପୁଣି ଆମ୍ଭେ
ତୁମ୍ଭମାନଙ୍କୁ ଗ୍ରହଣ କରିବା। ଦେଖନ୍ତୁ, ଆମ୍ଭେ ତୁମମାନଙ୍କର ପିତା ହେବା, ପୁଣି ତୁମ୍ଭେମାନେ ଆମ୍ଭମାନଙ୍କର ପୁତ୍ର କନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ମୁଁ କହୁନାହିଁ, ପ୍ରଭୁଙ୍କର ବାକ୍ୟ କୁହେ। ସେମାନଙ୍କଠୁ ତୁମେ ବାହାରି ଆସ, ସେହି ଜଗତର ପର୍ବପର୍ବାଣୀଠୁ ତୁମେ ବାହାରି ଆସ। ଆଜି ଅନେକ ଏହି ପ୍ରକାର ରହିଛି, ଅନେକ ମଣ୍ଡଳୀ କରୁଛି, ଅନେକ ବିଶ୍ୱାସିନୀ କରୁଛନ୍ତି, ଅନେକ ପ୍ରଭୁଙ୍କର ସେବକ ଫସି ଯାଇଛନ୍ତି। ସେବକ ସେବିକା ସାଧାରଣ ଭାବୁଛନ୍ତି ସମସ୍ତେ। କେତେଜଣ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ଯଦି ତାଙ୍କର ସନ୍ତାନ ହେବା, ଆମେ ଯଦି ସେ ଆମମାନଙ୍କର ପିତା ହେଉ, ଆମେ ସେଠୁ ବାହାରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ ମୁଁ ପରାମର୍ଶ ଉତ୍ସାହ ଦେବା ପାଇଁ ଚାହେଁ। ପ୍ରଭୁଙ୍କର ଦାସ ଭାବରେ ପ୍ରଭୁଙ୍କର ମହିମା ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ। ମାର୍କ ଲିଖିତ ସୁସମାଚାର ଯେତେବେଳେ ଆମେ ଅଧ୍ୟୟନ କରୁଅଛୁ, 7 ପର୍ବର ଆମେ 6 ପଦରେ, ମୁଁ କହୁନାହିଁ, ଏଠି ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି। କ'ଣ କହୁଛନ୍ତି? ଆସନ୍ତୁ ଆମେ ଅଧ୍ୟୟନ କରିବା। 7 ପର୍ବର ମାର୍କ ଲିଖିତ ସୁସମାଚାର 7 ପର୍ବର 6 ପଦ। ଯୀଶୁ ସେମାନଙ୍କୁ କହିଲେ, ରେ କପଟି ଜିସାୟ, କପଟିମାନେ ଜିସାୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କରିଅଛନ୍ତି, କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ଦୂରରେ ଅଛି ଯଥାର୍ଥ। କପଟି ଯିଏକି ମନୁଷ୍ୟମାନଙ୍କର ରୀତିନୀତି ଅନୁସାରେ ଚାଲୁଅଛି, ସେ କପଟି। 7 ପଦ, ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରୁଛନ୍ତି। ମୁଁ କହୁନାହିଁ, ପ୍ରଭୁଙ୍କର ବାକ୍ୟ କୁହେ। 8, ତୁମ୍ଭେମାନେ ଈଶ୍ୱରଙ୍କର ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ। ଆଜି ମଣ୍ଡଳୀ ବସିଛି, ଯୁବା ଯୁବତୀ ବସିଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦାସ ଦାସୀ ବସିଛନ୍ତି। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଅଗ୍ରାହ୍ୟ କରୁଅଛ। ଦେଖନ୍ତୁ, ମୁଁ କହୁନାହିଁ, ପରମ୍ପରା ରୀତିନୀତି ଏଗୁଡ଼ାକ ହୋଲିଡେ, ହୋଲି ଫଗୁ ଖେଳ, ଏ ପ୍ରକାର ଅନେକ ଏହି ଜଗତରେ ଅଛି ରୀତିନୀତି, ପରମ୍ପରା, ପର୍ବପର୍ବାଣୀ ଗୁଡ଼ାକ ମନୁଷ୍ୟମାନଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା। ଫସିକି ଅଛନ୍ତି, ବେଶ ଅଗ୍ରାହ୍ୟ କରୁଛୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞାକୁ। 13 ପଦ, ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରା ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ କାହିଁକି ଅପରାଧୀ ହେବା? କାହିଁକି ଆମେ ଆଜ୍ଞାକୁ ଅମାନ୍ୟ କରିବା? ପ୍ରଭୁ କ'ଣ ଏହା ଚାହାନ୍ତି? ପ୍ରଭୁଙ୍କର ଗୌରବ କ'ଣ ଏହା ଦ୍ୱାରା ହେଉଛି? ଅନେକ ଲୋକ ଭୟ କରୁଛନ୍ତି, ଅନେକ ଲୋକ ଲାଜ ହେଉଛନ୍ତି। ଏବେ ବିଜାତୀୟ ଲୋକ, ଯିଏକି ବିଶ୍ୱାସୀ ଲୋକ ଆସିକି ସେମାନେ ସେଇ ଫଗୁ ଗୁଣ୍ଡ ଲଗାଇବେ, ଆଉ ସେମାନେ ବଳିଦାନ କରିବା ପାଇଁ କିଛି ଦାନ ମାଗି ଆଇବେ। ଅନ୍ୟ ଦେବାଦେବୀକୁ ପୂଜା କରିବା ସମୟରେ ଯେତେବେଳେ ମାଗିବା ପାଇଁ ଆସୁଛନ୍ତି, ସେ ସମୟରେ ଅନେକ ଲୋକ କହିବା ପାଇଁ, ବୁଝେଇବା ପାଇଁ ଲାଜ କରନ୍ତି, ଭୟ କରନ୍ତି। ଇଏ କ'ଣ କହିବ ନାହିଁ ତ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସତ୍ୟତାକୁ ଜାଣିଛନ୍ତି। ବାକ୍ୟ ଆପଣଙ୍କୁ ଅନୁମତି ଦେଉନାହିଁ, ବାକ୍ୟ ଆପଣଙ୍କୁ ଉତ୍ସାହ କରୁଛି। ଆମେ ସେମାନଙ୍କୁ କହିଲେ ସେମାନେ ବୁଝିବେ, ସେମାନେ ଜାଣିବେ। ଆମେ ସରଳ ଭାବରେ ଆମେ ବୁଝେଇବା, ଆଜ୍ଞା ଏମିତି ଆଉ 10 ଟଙ୍କା 20 ଟଙ୍କା କ'ଣ ଦେଇପାରିବୁ ନାହିଁ? ଚାଉଳ ତାମ୍ବିଟେ ଦେଇପାରିବୁ ନାହିଁ? ଅନ୍ୟାନ୍ୟ କାର୍ଯ୍ୟ ଯେ ମରଣ ହେଉଛି ଏବଂ ଭୋଜି ହେଉଛି, ସେଠି ଆମେ ଦେଇପାରୁଛୁ, ଏଠି କ'ଣ ଦେଇପାରିବୁ ନାହିଁ? କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯାହାଙ୍କୁ ମୁଁ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିଛି, ସେ ବାଇବଲ ଆମକୁ ଅନୁମତି ଦେଉନାହିଁ। ତେଣୁକରି ଆମେ ଦେଉନୁ। ସରଳ ଭାବରେ, ସୁନ୍ଦର ଭାବରେ, ନମ୍ରତା ସହିତ ଆମେ ଯେତେବେଳେ ବୁଝେଇବା, ସେ ମନୁଷ୍ୟ ନିହାତି ଭାବରେ ବୁଝିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ କୁହନ୍ତୁ, ଆପଣମାନେ ଆଗରେ କେମିତି ଚାଲୁଥିଲେ କୋଇ ବାତ ନାହିଁ, କିଛି କଥା ନାହିଁ, କିନ୍ତୁ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ କ'ଣ କହୁଛି ତାହା ଧ୍ୟାନ ଦେବା ନିହାତି ଆବଶ୍ୟକ। ବାକ୍ୟ ବିରୁଦ୍ଧରେ ଆମେ ଚାଲିବା ନାହିଁ, ବାକ୍ୟ ଅନୁସାରେ ଆମେ ଚାଲିବାକୁ ଚେଷ୍ଟା କରିବା। ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ କିଛି ବାକ୍ୟ ଦ୍ୱାରା ମୁଁ କହିଲି।
ଏବେ ଆପଣମାନଙ୍କର ଡିସିସନ୍, ଆପଣମାନଙ୍କର ମଣ୍ଡଳୀର ଡିସିସନ୍। ଏ ତ ଅନେକ ଡିନାମିନେସନ୍କୁ ଧରିକି ଅଛନ୍ତି, ଡିନାମିନେସନ୍ ଏସା ଏମିତି ଡିନାମିନେସନ୍ ଆମମାନଙ୍କୁ ସ୍ୱର୍ଗ ରାଜ୍ୟ ନେଇକି ଯିବ ନାହିଁ। ଆମମାନଙ୍କୁ ବାଇବଲ୍ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନେଇକି ଯିବେ। ତାହାଙ୍କଠାରେ ପରିତ୍ରାଣ ଅଛି, ଡିନାମିନେସନ୍ରେ ନାହିଁ। ଡିନାମିନେସନ୍ ଯାହା କହୁଛି, କମିଟି ଯାହା କହୁଛି ସେ ନିଷ୍ପତ୍ତି କରନ୍ତୁ ନାହିଁ। ବାକ୍ୟ ଯାହା କହୁଛି ତାହା ନିଷ୍ପତ୍ତି କରନ୍ତୁ, ତାହା ହିଁ ଉତ୍ତମ ଅଟେ। ପ୍ରଭୁଙ୍କ ମହାନ ନାମରେ ଧନ୍ୟବାଦ। ତ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆପଣମାନେ ବୁଝିଥିବେ ମୁଁ ଆଶା କରୁଛି। ଏ ଭିଡ଼ିଓ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏ ପ୍ରକାର ଅନେକ ବିଶ୍ୱାସୀ ମଣ୍ଡଳୀ ଆଜି ଫସିକି ଅଛନ୍ତି, ଜାଣିନାହାନ୍ତି, ଆଉ କହିବା ପାଇଁ ଭୟ କରୁଛନ୍ତି, ଲାଜ କରୁଛନ୍ତି। ସେମାନେ ବୁଝନ୍ତୁ, ପ୍ରଭୁ ହିଁ ଆମମାନଙ୍କର ବଡ଼ ଅଟନ୍ତି। ପ୍ରଭୁ ହିଁ ସବୁ କିଛି ଅଟନ୍ତି। ପଥ ସତ୍ୟ ଜୀବନ୍ତ ବାସ୍ତବ ଈଶ୍ୱର ସେ ଅଟନ୍ତି। ମୁଁ ପଥ ସତ୍ୟ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଯୋହନ 14:6। ପ୍ରଭୁଙ୍କ ମହାନାମରେ ଧନ୍ୟବାଦ ହେଉ। ଅଧିକ ମାତ୍ରାରେ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ ମାଧ୍ୟମରେ ନିହାରେ ଆପଣମାନଙ୍କର ମତାମତ ଆପଣମାନେ ଜଣାନ୍ତୁ। ଏତିକି ରଖୁଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।